ଆଉ ଗଜେ- ଗଜେନ୍ଦ୍ର ଆଜ୍ଞାଙ୍କ ପରିବାରକୁ ମୁଁ ଏକ ବାକ୍ୟ ଦେଇ ଆହ୍ୱାନ କରିବାକୁ ଚାହେଁ, ଯାହା ଲେଖା ଅଛି ଗୀତ ସଂହିତା 101 ପର୍ବ ତାର 1 ପଦ। ମୁଁ ଦୟା ଓ ଶାସନ ବିଷୟ ଗାନ କରିବି, ହେ ସଦା ପ୍ରଭୁ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ପ୍ରଭୁ ଏ ବାକ୍ୟଟି ଆମେ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆଉ ବର୍ତ୍ତମାନ ଆରାଧନାର ସମୟ। ଆମମାନଙ୍କ ମଧ୍ୟରେ ଗଜେନ୍ଦ୍ର ସାଗର ଏବଂ ଫ୍ୟାମିଲି ଉପସ୍ଥିତ ଅଛନ୍ତି। ଆଉ ଆଜ୍ଞାଙ୍କୁ ଏକ କରତାଳ ଦେଇ ଆମମାନେ ସ୍ୱାଗତ କରିବା। ପ୍ରେଜ୍ the Lord ଆଜ୍ଞା। ଗଜେନ୍ଦ୍ର ଆଜ୍ଞା ପ୍ରେଜ୍ the Lord। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରଭୁଙ୍କର ଧନ୍ୟବାଦ ହଉ ଆଉ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏଇ ପ୍ରାର୍ଥନା କାଳୀନ ସମୟରେ ଆମମାନଙ୍କୁ ଈଶ୍ୱରଙ୍କର ଆରାଧନା କରିବା ନିମନ୍ତେ ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛନ୍ତି। ଏଥି ନିମନ୍ତେ ବିଶେଷ କରି ମୁଁ ଆଉ ରିଏଲ ମିନିଷ୍ଟ୍ରି ଇଣ୍ଡିଆ ଅଥରିଟିକୁ ଏବଂ ଆମର ହୋଷ୍ଟ ଆଜ୍ଞାକୁ ମୁଁ ଧନ୍ୟବାଦ ଦେଉଛି। କାରଣ ଆମେମାନେ ଅଯୋଗ୍ୟ କିନ୍ତୁ ସେ ଆମମାନଙ୍କୁ ଅନୁଗ୍ରହ ପ୍ରଭୁଙ୍କର ଅନୁଗ୍ରହ ହେତୁ ଆଉ ବିଶ୍ୱସ୍ତ ନୁହେଁ କିନ୍ତୁ ତଥାପି ପ୍ରଭୁଙ୍କର ଆରାଧନା କରିବା ନିମନ୍ତେ ଏହି ସୁନ୍ଦର ଅବସର ଆମମାନଙ୍କୁ ପ୍ରଦାନ କରିଛନ୍ତି। ଏଥିପାଇଁ ଆସନ୍ତୁ ଆମମାନେ ଈଶ୍ୱରଙ୍କର ମହିମା ନିମନ୍ତେ ଗୋଟିଏ ଗୀତ ଗାଇବା ଏବଂ ପରମେଶ୍ୱରଙ୍କର ଧନ୍ୟବାଦ କରିବା। କାରଣ ପ୍ରଭୁ ଏକମାତ୍ର ପରମେଶ୍ୱର ଯିଏ କି ସମସ୍ତ ଗୌରବ ଏବଂ ମହିମା ପାଇବାର ଯୋଗ୍ୟ ପରମେଶ୍ୱର ଅଟନ୍ତି। ଆମେମାନେ ଗୋଟେ ଗୀତ ଗାଇ ଈଶ୍ୱରଙ୍କର ମହିମା କରିବା। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ ମୁଁ ଭଜିବି। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ ମୁଁ ଭଜିବି। ତୁମରି ପଥରେ ମୁଁ ଚାଲିବି, ତୁମରି ସେବା କରିବି। ତୁମରି କରିବି। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ ମୁଁ ଭଜିବି। ତୁମ ନାମେ ଧନ ଜନ ସେହି ନାମେ ପରିତ୍ରାଣ ଅଛି ପ୍ରଭୁ ଅନନ୍ତ ଜୀବନ। ତୁମ ନାମେ ଧନ ଜନ ସେହି ନାମେ ପରିତ୍ରାଣ ଅଛି ପ୍ରଭୁ ଅନନ୍ତ ଜୀବନ। ସେହି ନାମେ ମୋର ସେହି ନାମେ ମୋର ଜ୍ଞାନ ସମ୍ମାନ ବଢ଼ାଏ ମୋ ନିତିଦିନ। ବଢ଼ାଏ ମୋ ନିତିଦିନ। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ ମୁଁ ଭଜିବି। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ ମୁଁ ଭଜିବି। आहे प्रभु दुख हारे ଶୁଣ ନୀତି ମଗୁହାରେ କର ପ୍ରଭୁ ସଂକଟରୁ ପାରି। आहे ପ୍ରଭୁ ଦୁଃଖ ହାରେ ଶୁଣ ନୀତି ମଗୁହାରେ କର ପ୍ରଭୁ ସଂକଟରୁ ପାରି। ତୁମେ ହିଁ ମୋହର
ତୁମେ ହିଁ ମୋହର ଜୀବନ ଚାଳକ, ରକ୍ଷା କର ହେ ଈଶ୍ୱର, ରକ୍ଷା କର ହେ ଈଶ୍ୱର। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ, ମୁଁ ଭଜିବି। ସଞ୍ଜ ସକାଳେ ତୁମରି ନାମେ ମୁଁ ଗାଇବି ପ୍ରଭୁ, ମୁଁ ଭଜିବି। ପ୍ରଭୁଙ୍କର ଧନ୍ୟବାଦ ହଉ, ପ୍ରଭୁଙ୍କର ଗୌରବ ହଉ। ବାସ୍ତବରେ ପ୍ରଭୁ ଏକମାତ୍ର ପରମେଶ୍ୱର, ଯେ କି ସଞ୍ଜ ସକାଳ ଦିବାରାତ୍ର ଆମମାନେ ବାକ୍ୟ ଲେଖାଇছে। ତୁମେ ମାନେ ଭୋଜନ କର କି ପାନ କର, ଯାହା କିଛି କର ପରମେଶ୍ୱରଙ୍କର ଗୌରବ ନିମନ୍ତେ କର। ତ ପ୍ରାର୍ଥନା କାଳୀନ ସମୟରେ ପ୍ରଭୁ ଆମମାନଙ୍କୁ ପ୍ରଭୁଙ୍କର ଆରାଧନା କରିବା ନିମନ୍ତେ ସୁନ୍ଦର ସୁଯୋଗ ଦେଇଥିବାରୁ ମୁଁ ପ୍ରଭୁଙ୍କର ଧନ୍ୟବାଦ ଅଛି। କାରଣ ପ୍ରଭୁ ଏକମାତ୍ର ପରମେଶ୍ୱର, ଯିଏକି ଗୌରବ ପ୍ରଶଂସା ପାଇବାର ଏକମାତ୍ର ଯୋଗ୍ୟ ବନ୍ଧୁ ପରମେଶ୍ୱର ଅଟନ୍ତି। ଆସନ୍ତା ମାନେ ଆଉ ଗୋଟେ ଗୀତ ଗାଇବା ଏବଂ ପରମେଶ୍ୱରଙ୍କର ଧନ୍ୟବାଦ କହିବା। ଧନ୍ୟବାଦ ପାଅ ପ୍ରଭୁ, ତୁମେ ପୂଜା ପାଅ। ଧନ୍ୟବାଦ ପାଅ ପ୍ରଭୁ, ତୁମେ ପୂଜା ପାଅ। महिमा जिसु नामे महिमा, स्तुति आराधना हो। महिमा जिसु नामे महिमा, स्तुति आराधना। धन्यवाद पाओ प्रभु, ତୁମେ ପୂଜା ପାଅ। ସାରା ଜଗତର ପ୍ରଭୁ ତୁମେ, ତୁମେ ଯୀଶୁ ରାଜନ। ମାନବ ଜାତିର ମୁକ୍ତି ତୁମେ, ହେ ଈଶ୍ୱର ନନ୍ଦନ। ହଁ, ସାରା ଜଗତର ପ୍ରଭୁ ତୁମେ, ତୁମେ ଯୀଶୁ ରାଜନ। ମାନବ ଜାତିର ମୁକ୍ତି ତୁମେ, ହେ ଈଶ୍ୱର ନନ୍ଦନ। ରାଜା ମାନଙ୍କର ରାଜା ତୁମେ, ତୁମେ ଧର୍ମମୟ। महिमा जिसु नामे महिमा, स्तुति आराधना हो। महिमा जिसु नामे महिमा, स्तुति आराधना। ଧନ୍ୟବାଦ ପାଅ ପ୍ରଭୁ, ତୁମେ ପୂଜା ପାଅ। ପ୍ରଶଂସା ସଜାଇବି ମୁଁ, ମୋ ତ୍ରାଣ କର୍ତ୍ତାଙ୍କର। ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ, ମୁଁ ତାଙ୍କ ଅନୁଗ୍ରହର। ପ୍ରଶଂସା ସଜାଇବି ମୁଁ, ମୋ ତ୍ରାଣ କର୍ତ୍ତାଙ୍କର। ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ, ମୁଁ ତାଙ୍କ ଅନୁଗ୍ରହର। ପ୍ରଭୁ ମାନଙ୍କର ପ୍ରଭୁ ତୁମେ, ତୁମେ ଧର୍ମମୟ। महिमा जिसु नामे महिमा, स्तुति आराधना हो। महिमा
যিশু নামে মহিমা, স্তুতি আরাধনা, ধন্যবাদ পাও প্রভু, তুমি পূজা পাও, ধন্যবাদ পাও প্রভু, তুমি ପୂଜା ପାଅ। ପ୍ରଭୁଙ୍କର ଧନ୍ୟବାଦ ହଉ, ପ୍ରଭୁଙ୍କର ଗୌରବ ହଉ। ଆମମାନେ ଆହୁରି ଗୋଟେ ଗୀତ ଗାଇ ପ୍ରଭୁଙ୍କର ଧନ୍ୟବାଦ କରିବା, ପ୍ରଭୁଙ୍କର ଆରାଧନା କରିବା, କାରଣ ପ୍ରଭୁ ଆମ ମାନଙ୍କର ସହିତରେ ଅଛନ୍ତି। ଆସନ୍ତୁ ମାନେ ଆଉ ଗୋଟେ ଗୀତ ଗାଇବା। ও ପାସରା ସେ ପ୍ରେମକୁ ମୁଁ ପାଇଛି, ହଜି ମୁଜି ମଜି ମୁଜିବି, ମଜି ମୁଜିବି, ଗାଉଥିବି ମୋ ଜୀବନ ସାରା ତୁମ ପ୍ରେମର ସେ ଧାରା, ସେ ଯେ ଏକା ମୋ ସାହାରା। ପାସରା ସେ ପ୍ରେମ ମୁଁ ପାଇଛି, ହଁ ମୁଁ ପାଇଛି। ଗଲଗଥା ପରେ ଜରାଇ, ଆଜି ବି ସେ ରକ୍ତ ଧାର, ଚାହିଁ ଦେଖ ଫେରି ଥରେ, ଝରୁଛି ପ୍ରେମର ଝର, ହଁ ଗଲଗଥା ପରେ ଜରାଇ, ଆଜି ବି ସେ ରକ୍ତ ଧାର, ଚାହିଁ ଦେଖ ଫେରି ଥରେ, ଝରୁଛି ପ୍ରେମର ଝର, ଫେରିଆ ତୁ ବାରେ ସେ ପ୍ରେମ ହାଡ଼େ, ପ୍ରସାରିତ ବାହୁ କହେ, ହଁ ଫେରିଆ ତୁ ବାରେ ସେ ପ୍ରେମ ହାଡ଼େ, ପ୍ରସାରିତ ବାହୁ କହେ, ବାସରା ସେ ପ୍ରେମକୁ ମୁଁ ପାଇଛି, ମୁଁ ପାଇଛି। ଶୂନ୍ୟ ସମାଧି କହଇ ଭାଙ୍ଗିଛି ନାହୁର, ଦେଶ ଯିଶୁ ସଞ୍ଜୀବିତ, ଏକା ମୁକ୍ତିର ପଥ, ଶୂନ୍ୟ ସମାଧି କହଇ ଦେଇଛି ମୃତ୍ୟୁ ନାଉର, ଦେଖ ଯିଶୁ ସଞ୍ଜୀବିତ, ସେ ଏକା ମୁକ୍ତିର ପଥ, ପ୍ରେମରେ ସେ ତୋତେ ତଳେ ହାତେ, ଅନନ୍ତ ଜୀବ
ଖୁସଲା ଆଜ୍ଞା ଆଉ ସେମାନଙ୍କର କଟିଗଲା ବୋଧେ ନେଟୱାର୍କ ପ୍ରୋବ୍ଲେମ, ଆପଣ କଣ୍ଟିନ୍ୟू କରନ୍ତୁ ଆଜ୍ଞା। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ପ୍ରଭୁ ଆରାଧନାରେ କଢେଇ ନେଲେ, କାରଣବଶତଃ ନେଟର ସମସ୍ୟା ଯୋଗୁଁ କଟି ଯାଇଛନ୍ତି। ବର୍ତ୍ତମାନ ଆମମାନେ ବାକ୍ୟ ଆଡକୁ ଯିବା। ମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ଉପସ୍ଥିତ ହୋଇଛେ। ଆଉ ବାକ୍ୟ ନିମନ୍ତେ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ପ୍ରେମିକା ପାଲ ଦିଦି ଅଛନ୍ତି, ତାଙ୍କୁ ମୁଁ ଅନୁରୋଧ କରୁଏ। ଆଉ ଆଜିକାର ବକ୍ତାଙ୍କ ନିମନ୍ତେ ପୁଣି ଉତ୍ତମ ଇଣ୍ଟରନେଟ ପରିଚାଳିତ ହେବା ନିମନ୍ତେ, ତତ୍ ସହିତ ଉପସ୍ଥିତ ଥିବା ସମସ୍ତଙ୍କ ନିମନ୍ତେ ପ୍ରଭୁଙ୍କ ହସ୍ତରେ ତୋଳି ଧରି, ଆଉ ପ୍ରେମିକା ପାଲ ଦିଦି ଅଛନ୍ତି ଯେ ପ୍ରାର୍ଥନାରେ ଆଗକୁ ବଢେଇ ନେବେ। ପ୍ରେଜ୍ ଦ ଲର୍ଡ ସାର୍, ସମସ୍ତଙ୍କୁ ନମସ୍କାର ପୁନର୍ବାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରାର୍ଥନାରେ ସମସ୍ତେ ସୁଯୋଗ ଧନ୍ୟବାଦ 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 ପ୍ରଶଂସା ଗୌରବ କରୁଛି ପ୍ରଭୁ। ତୁମେ ପବିତ୍ର ଅତି ଉତ୍ତମ ପବିତ୍ର ରହିଛ। ତମେ କେତେ ଦୟା କଲ ମୋ ପ୍ରତ୍ୟେକ ଭାଇ ଭଉଣୀ ତୁମର ପାଦ ତଳେ ବସି ଅନେକ କିଛି ପ୍ରାର୍ଥନା ହେଇଛି ବାପା, ପ୍ରାର୍ଥନା ଶୁଣି ମଧ୍ୟ ଉତ୍ତର ଦେଇ ସାରିଛ ବୋଲି ଆମେ ବିଶ୍ୱାସ କରୁଛୁ ପ୍ରଭୁ। ଯୋଉ ଭାଇ ଭଉଣୀ ପ୍ରଭୁ ଆରାଧନା କରୁଥିବେ, ତମେ କେତେ ମହାନ ପରମେଶ୍ୱର ପ୍ରଭୁ। ସାରା ଜଗତରେ ପ୍ରଭୁ ତୁମର ପ୍ରଶଂସା କରୁଛନ୍ତି। ଉତ୍ତମ ଭାବରେ ପ୍ରଭୁ ସ୍ୱାମୀ ସ୍ତ୍ରୀ ଆରାଧନା କରୁଥିଲେ କରାଯାଏ। ପ୍ରଭୁ ତମେ ଉତ୍ତର ସେ ଆରାଧନା ତମେ ଶୁଣି ସାରିଛ। ମଣିଷ ଦେଖନ୍ତି ସ୍ୱର, ତମେ ସ୍ୱର ଦେଖିବା ପରମେଶ୍ୱର ନାଇଁ ବନ୍ଧୁ। ସେଇ ପରିବାରକୁ ତୁମର ପାଦ ତଳେ ମୁଁ ସମର୍ପଣ କରୁଛି ରାଜା। ଧନ୍ୟବାଦ ଦଉଛୁ ଲିମା ଭାଇନା ପ୍ରଭୁ, ତମ ମନ ସ୍ୱାମୀ ସ୍ତ୍ରୀକୁ ପରିବାରକୁ ଦେଇଥିବାର ମୁଁ କୋଟି କୋଟି ଧନ୍ୟବାଦ ଦଉଛି ରାଜା। ଜମ ପାଳକ ପ୍ରଭୁ ଜିରାଙ୍ଗରୁ ପ୍ରଭୁ ବାକ୍ୟ ଦେବ ରାଜା, ଧନ୍ୟବାଦ ଦଉଛି ପ୍ରଶଂସା କରୁଛି ବନ୍ଧୁ। ସେ ଗ୍ରାମକୁ, ସେ ମଣ୍ଡଳୀକୁ, ସେ ଯେତେ ବିଶ୍ୱାସିନୀ ମୋ ପରିବାର ଅଛନ୍ତି ପ୍ରଭୁ ସମସ୍ତଙ୍କୁ ତୁମର ପାଦ ତଳେ ସମର୍ପଣ କରୁଛି ରାଜା। ଉତ୍ତମ ମନ ଦେଇଛ, ସେ ଗ୍ରାମକୁ ଉତ୍ତମ ଭାର ଦେଇଛ ବାପା, ଧନ୍ୟବାଦ ଦଉଛୁ। ଯେତେ ଜଡିତ ହେଇଛୁ ପ୍ରଭୁ ସେ ବାକ୍ୟ ପ୍ରଭୁ ଶେଷ ପର୍ଯ୍ୟନ୍ତ ଶୁଣିକି ଶାନ୍ତି ମନରେ ବସିବେ ରାଜା। ସେ ବାକ୍ୟ ତୁମେ କୁହ ପ୍ରଭୁ, ମହାନ ପରମେଶ୍ୱର ପ୍ରଭୁ। ସାର୍ କୁ ଦିଦି କୁ ତାଙ୍କର ପୁଅ ଝିଅକୁ ସମସ୍ତଙ୍କୁ ତମର ପାଦ ତଳେ ଦଉଛି ବାପା। ପ୍ରଭୁ ତମେ ପ୍ରାର୍ଥନା ଶୁଣି ଉତ୍ତର ଦଉଛ ବୋଲି ଏଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ। ଧନ୍ୟବାଦ ଦିଦି, ଆପଣ ପ୍ରତ୍ୟେକ ବିଷୟ ଉତ୍ତମ ଭାବରେ ପ୍ରାର୍ଥନାରେ ତୋଳି ଧରିଥିବାରୁ, ପ୍ରଭୁଙ୍କ ହସ୍ତରେ ତୋଳି ଧରିଥିବାରୁ ପୁନର୍ବାର ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଏ। ବର୍ତ୍ତମାନ ବାକ୍ୟର ସମୟ। ଏକ ବାକ୍ୟ ଦେଇ ସାରଙ୍କୁ ମୁଁ, ବକ୍ତା ଆଜ୍ଞାଙ୍କୁ ମୁଁ ଆହ୍ୱାନ କରେ। ଯାହା ଲେଖା ଅଛି ଜି.ଏ.ଜି.କେ.ଏଲ 12 ପର୍ବ ତାର 28 ପଦ। ଏହେତୁ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭ ବାକ୍ୟର କୌଣସି କଥା ଆଉ ବିଳମ୍ବ ନଯିବ। ମାତ୍ର ଆମ୍ଭେ ଯେଉଁ ବାକ୍ୟ କହିବା ତାହା ସଫଳ ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଏ ବାକ୍ୟ ଦେଇ ପ୍ରଭୁ ଆମେ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ବର୍ତ୍ତମାନ ବାକ୍ୟର ସମୟ। ଆମମାନଙ୍କ ମଧ୍ୟରେ ଆରେଫ ଦାଉଦ ଜେନା ଆଜ୍ଞା ଉପସ୍ଥିତ ଅଛନ୍ତି। ପ୍ରେଜ୍ ଦ ଲର୍ଡ ଆଜ୍ଞା। ବର୍ତ୍ତମାନ Praise ଆପଣଙ୍କର the Lord. ସମୟ। Praise the Lord. ପ୍ରେଜ୍ ଦ ଲର୍ଡ। Praise the Lord. ବର୍ତ୍ତମାନ ଆପଣଙ୍କର ସମୟ। ଆଉ ବକ୍ତା ଆଜ୍ଞାଙ୍କୁ ଆମମାନେ ଏକ କରତଳ ଦେଇ ଆମମାନେ ସ୍ୱାଗତ କରିବେ। Thank you. Thank you. Praise the Lord. ପ୍ରଭୁ ଆମ ସମସ୍ତଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ଏହି ପ୍ରାତଃ ସମୟରେ ତାଙ୍କ ପବିତ୍ର ସେବା ଉପାସନା କରିବା ପାଇଁ ସୁନ୍ଦର ସୁଯୋଗ ଦେଇଅଛନ୍ତି। ଏଣୁ ମୁଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆଉ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ହୋଷ୍ଟ କର ବାବୁଙ୍କୁ ମୁଁ ବିଶେଷ କରି ଧନ୍ୟବାଦ ଦିଏ। କାରଣ ମୁଁ ଜଏନ୍ କରିପାରୁନାହିଁ ଏଥିରେ, ତଥାପି ମତେ ସ୍ମରଣ କଲେ। ଆଉ ଜଏନ୍ ନ କରିବାର କାରଣ ହଉଛି ମୋ ଶାରୀରିକ ଅସ୍ୱାସ୍ଥ୍ୟତା ସକାଶେ। ତଥାପି ପ୍ରଭୁଙ୍କ ନାମ ସକାଶେ ଆଉ ଆଜିର ଏହି ଶୁଭ ପ୍ରଭାତରେ ପ୍ରଭୁଙ୍କ ବାକ୍ୟରୁ କିଛି କଥା କହିବା ପାଇଁ ଏହି ସୁନ୍ଦର ଅବକାଶ ଦେଇଥିବାରୁ ତାଙ୍କ କତିରେ ତାଙ୍କ ଆଉ ପୁଣି ଆଜି ଆମମାନଙ୍କ ମଧ୍ୟରେ ଏ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଆମମାନଙ୍କର ଖୋସଲା ମହାସଂଘ କତିରେ ପୁଣି ଉପସ୍ଥିତ ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ସମସ୍ତଙ୍କ କତିରେ ମୁଁ ବିଶେଷ ଧନ୍ୟବାଦୀ।
समस्त पुनर्बार मोर हृदय आंतरिक प्रेम नमस्कार जनाए नमस्कार। प्रभु आमान को विशेष करी आशीर्वाद करंतु आमने प्रभु को वाक्य गोटे कथा मु अध्ययन करी तापरे आमने प्रार्थनार सहित परवर्ती कार्य मान करबा पई छिबा मु अध्ययन करी आज मु गुडाए अंश को चिंता करिछि जहाँ द्वितीय थेसलोनिकी तार 2 पर्व 10 पद द्वितीय थेसलोनी तार 2 पर्व 10 पद मु पढ़ी अभी समस्त मनोचिक हेबा कारण परित्राण प्राप्त हवा निमंते से माने सत्य प्रति श्रद्धा भाव बही नहांती कारण परित्राण प्राप्त हवा निमंते से माने सत्य प्रति श्रद्धा बही नहांती। प्रभु आंभ मान को विशेष करी आशीर्वाद करंतु आमने एई अंश उपरे किछि प्रभु को वाक्य सुनिबा को जिबा ता पूर्वरु आज आमने जेते एई स्थान रे समवेत अछु आमान को निमंते प्रभु तांको वाक्य द्वारा आमान को एक नूतन व्यक्ति एक नूतन ढंग रे आंभ मान को एई जगत रे परिप्रकाश करी अछंती मध्य आमान को एई जगत दृष्टि रे एक भिन्न भंगी भिन्न भाव एक भिन्न आकार देई एई जगत मध्य रे प्रभु आंभ मान को व्यवहार करू अछंती आ जहां द्वितीय करंती तार 3 पर्वर 3 पद रे कथा लेखा अछि आमे समस्ते ख्रीष्टंक लिखित पत्रटु आमे समस्ते ख्रीष्टंक लिखित पत्रटु जो पत्र रे जो काली द्वारा लेखा जाइछि ताहा प्रकृत रे काली द्वारा लेखा जाई नहीं प्रभु जीशु ख्रीष्टंक जीवंत रक्तर काली रे ताहा लेखा जाई अछि ताहा कोनसी पत्र रे लेखा जाई नहीं ताहा आमानकर मांसमय हृदय रे लेखा जाई अछि तेणु आमाने ए समस्त विषय को आजिर जगत रे परिप्रकाश करिबा पाए आमानकर स्वभाव आचरण किभली हवा आवश्यकता रही अछि आमाने तारि उपरे प्रभु को वाक्य रु किछि कथा सुनिबा को जिबा ता पूर्वरु मोर अभ्यास तो रही मो प्रभु को वाक्य देबा को जतबेले चाहे गोटे निहाती गीत गाइबा पाई मो चेष्टा करि थाए तेबे आसंतु ए समय मो गोटे गीत गान करिबी ये तो माने समस्ते शुणीचु मु मध्य अनेक थर ए गीतटी गाइछि तेबे आसंतु मु ए गीतटी गाइबी माने समस्ते गीत उपरे मनोযোগী हवा जगत आगरे जीवन आमर खोला चिठी प्रभुकर जगत आगरे जीवन आमर खोला चिठी प्रभुकर सभी पढ़िबे सभी जानिबे सभी पढ़िबे सभी जानिबे से प्रेम केते गभीर से प्रेम केते गभीर जगत आगरे जीवन आमर खोला चिठी प्रभुकर खोला चिठी प्रभुकर काली रे नुहे आत्मांक सती होइछि हृदय लेखा
ସମୟ ସୁଅ লিভিবনি কেবে সময় সুরে লিভিবনি কেবে রহিব উজ্জ্বল সদা ସେହି ଭରସାରେ ତାଙ୍କରି ସେବାରେ ସେଇ ଭରସାରେ ତାଙ୍କରି ସେବାରେ ହେବୁ ଆମେ ଆଗଭର ହେବୁ ଆମେ ଆଗଭର ଜଗତ ଆଗରେ জীবন আমার খোলা চিঠি প্রভুଙ୍କର খোলা চিঠি প্রভুଙ୍କର ହୋଇଛି ଖୋଦିତ ଖ୍ରୀଷ୍ଟ ନାମଟି ପ୍ରତିରୁ ଦଫକରେ ନହୋଇ ନିରାଶ ରଖିବା ବିଶ୍ୱାସ ନହୋଇ ନିରାଶ ରଖିବା ବିଶ୍ୱାସ ନିର୍ଭର ତାଙ୍କ ଠାରେ ଅକ୍ଷରର ସେବା ଆମ ଲକ୍ଷ୍ୟ ଅକ୍ଷରର ସେବା ନୁହେଁ ଆମ ଲକ୍ଷ୍ୟ যিশুই জীবনে সার যিশুই জীবনে সার জগত আগরে জীবন আমার খোলা চিঠি প্রভুଙ୍କର সভিয়ে পড়িবে সভিয়ে পড়িবে সভিয়ে জানিবে সে প্রেম কেতে গভীর সে প্রেম কেতে গভীর জগত আগরে জীবন আমার খোলা চিঠি প্রভুଙ୍କର খোলা চিঠি ପ୍ରାର୍ଥନା କରିବା ମହିମାମୟ ସ୍ୱର୍ଗସ୍ଥ ପବିତ୍ର ପିତା ପରମେଶ୍ୱର ଆମେ ତୁମ ପବିତ୍ର ନାମର ଧନ୍ୟବାଦ କରୁଛୁ ପ୍ରିୟ ପ୍ରଭୁ ଏ ପ୍ରାତଃ ସମୟରେ ତୁମ ପବିତ୍ର ପାଦ ତଳେ ଆମେ ଯେତେ ବସିଅଛୁ ଆମ ପ୍ରତ୍ୟେକ ଲୋକଙ୍କୁ ତୁମେ ଆଶୀର୍ବାଦ କର ପୁଣି ମୋ ଦିନ ଅଭାଜନ ତୁମ ପ୍ରିୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ ତୁମ ପବିତ୍ର ବାକ୍ୟରୁ କିଛି କଥା କହିବା ପାଇଁ ପ୍ରଭୁ ଯୋଉ ବାକ୍ୟକୁ ନେଇ ମୁଁ ତୁମ ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ ସେଇ ବାକ୍ୟ ସହିତ ମୁଁ ନିଜକୁ ତୁମ ଚରଣ ତଳେ ସମର୍ପଣ କରୁଅଛି ପିତା ତୁମେ ମତେ ଦୟାକରି ସାହାରେ ପୁଣି ତାଠାରୁ ଅଧିକ ମାତ୍ରାରେ ତୁମର ଆତ୍ମାଙ୍କର ଶକ୍ତି ସାମର୍ଥ୍ୟତା ଦେଇ ମତେ ବ୍ୟବହାର କରି ତୁମେ ଗୌରବ ପାଅ ସକଳ ଗୌରବ ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛି ଆମେନ୍ ଆମେନ୍ ପ୍ରଭୁଙ୍କ ମହତ୍ ନାମର ବିଶେଷ ଧନ୍ୟବାଦ ହଉ ଆଉ ମୁଁ ଯୋଉ ଅଂଶଟି ଅଧ୍ୟୟନ କରୁଥିଲି ପୁନର୍ବାର ସେ ଅଂଶଟି ପୁନର୍ବାର ଅଧ୍ୟୟନ କରିବା ପାଇଁ ଯାଏ ଦ୍ୱିତୀୟ ଥେସଲୋନିକୀୟ ତାର 2 ପର୍ବର 10 ପଦ
कारण परित्राण प्राप्त हवा निमंते से माने सत्य प्रति श्रद्धा भाव बही नाहांती। प्रभु पठित वाक्यांश उपरे आम प्रत्येक लोकन को आशीर्वाद करंतु आउ एसे माने मध्यरे आमे मध्य अंतर्भुक्त अटु बोली आमानकु विश्वास करिबा को हबो। केवल थेसलोनिके मंडली को कुहा जाइथिला ताहा नुह, आज से वाक्य आमानक पाई मध्य विशेष आवश्यक विशेष गुरुत्व रही अछि ना कौन, कारण से माने सत्य प्रति श्रद्धा भाव बही नाहांती। आउ इठी हमने देखिबा को पारुछु सत्य दुईटी अक्षर होई पारे, सत्य गोटे शब्द होई थाई होई अछि मध्य, किंतु ए सत्य रे बहुत निगुड़ विषयमान एथिरे रही अछि, बहुत निगुड़ विषयमान रही अछि। आ जने सत्यवादी जने सत्यता व्यक्ति कहिले ता जीवन रे आ ए सत्यता माने जागतिकता सत्य ऊपर आलोचना करूना हो, परमेश्वरଙ୍କ दृष्टि बा प्रभु जीशु ख्रीष्टଙ୍କ दृष्टि रे आमर सत्यता विषय रे आमने आलोचना करिबा। प्रभुଙ୍କ दृष्टि रे आमे केते सत्यवादी अटु, आम मध्यरे केते सत्यता रही अछि तारि ऊपर आमने आलोचना करिबा। बहुत दिन तळे मु गोटे शब्द शुणुतिली जे ख्रिस्टियन माने सत्य गांती किंतु मिथ्या रे पारंगम, सत्य गांती आउ किंतु मिथ्या बेसी कुहंती बोली। तेबे प्रिय उपासक मंडली ए विषय गुड़िक शुणिले प्रकृत रे आमानक जीवन रे दुख लगे। आ तेबे इठी आमने जहाँ देखिबा को पारुछु से माने सत्य परित्राण प्राप्त हवा निमंते से माने सत्य प्रति श्रद्धा भाव बही नाहांती। जो परित्राण जीशुଙ୍କ ठारू आमने पाई थाओ, जो परित्राण आंभ मानक पाई ताहा होची आत्मिक जीवन रे सेही परित्राण आमको दिन आसीबो महापरित्राण रो अंशी करेइबो। आउ ए परित्राण पाइबा पई आमको सत्य प्रति श्रद्धा भाव बहिबा को हबो। आमने समस्त जानू परित्राण पाइबा पई जने व्यक्ति कौन करिबा को पड़े ना, परित्राण पाइबा पई जने व्यक्ति प्रभु जीशु ख्रीष्टଙ୍କ विश्वास करिबा को पड़े, तार समस्त पाप अयोग्यता निमंते प्रभुଙ୍କ निकटरे क्षमा प्रार्थी हेबा पई चाहे एवं प्रभु जीशु ख्रीष्टଙ୍କ निकटरे निजको समर्पणर सहित आउ से पवित्र जीवन अतिबाहित करी जगत मध्य अतिबाहित करिया पाए चाही थाए। आउ परित्राण पाइबा व्यक्ति जने आउ ता जीवन रे निश्चित भाव रे प्रभुंकर उपस्थिति मध्य रही थाए। तेबे प्रिय उपासक मंडली एठी आमने देखिबा को पारुछु, कारण परित्राण प्राप्त निमंते से माने सत्य प्रति श्रद्धा भाव बही नाहांती। आउ आजी मु ए प्रसंगर शिरोनामा रखी अछि मोर चिंता अनुसारे सत्यता द्वारा महापरित्राण पाइबा। आज तो आमने परित्राण पाइछु, किंतु आमान को आउ गोटे परित्राण पाइबार रही अछि ताहा होछि महापरित्राण। कारण परित्राण प्राप्त व्यक्ति मान को निकट रे मध्य रे आउ प्रभुंकर आगमन समय रे विभिन्न प्रकार परिस्थिति जगत मध्य रे देखा जीव। आउ जो परिस्थितिर सम्मुखीन हबा पई प्रभुंक वाक्य कुहे आवश्यक हेले मनोनीत लोक माने मध्य भ्रांत हबार बहुत चांस रही अछि। तेबे परित्राण प्राप्त व्यक्ति माने मध्य से महापरित्राण रु बाद पड़िबार मध्य आउ रही अछि। तेबे प्रिय उपासक मंडली आज आमान को प्रभुंक वाक्य एहा कुहे परित्राण प्राप्त निमंते सत्य प्रति श्रद्धा भाव आंभ मान को बहिबा को हबो। सत्य को विशेष गुरुत्व आमान को देबा को पड़िबो। आम अनेक लोकों को देखिछि बिना कारण रे मिथ्या कहिबा, बिना कारण रे मिथ्या कहिबा प्रभुंक लोक मान को देखि अछि। एवं किछि
ଉପକାର ନଥିବ ମିଥ୍ୟା କହିବାର ଗୁଡାଏ ଅଭ୍ୟସ୍ତରେ ପଡି ଯାଆନ୍ତି। ଦିନେ ମତେ ଜଣେ ବ୍ୟକ୍ତି କହିଲେ ଯେ ଆପଣ ମାନେ ଜୁମ ରେ ବସୁଛନ୍ତି, ମଣ୍ଡଳୀର ସେବକ ମାନେ ଅଛନ୍ତି, ଆପଣ ମାନଙ୍କ ମଧ୍ୟରେ ମିଥ୍ୟା କାହିଁକି? ଆଉ ମୁଁ ତାକୁ କିଛି ଉତ୍ତର ଦେଇପାରିଲି ନାହିଁ। ଜଣେ ବ୍ୟକ୍ତିଙ୍କ ନାମ ନେଲେ ସେ। ତେବେ ପ୍ରିୟ ଉପାସକ ମଣ୍ଡଳୀ, ଆମେ ଆମମାନଙ୍କର ବ୍ୟକ୍ତିଗତ ବିଶ୍ୱସ୍ତ ଜୀବନକୁ ନେଇ ଆମମାନେ ଏଇ ଜଗତ ମଧ୍ୟରେ ଆପଣ ଜୀବନକୁ ଅତିବାହିତ କରୁନାହୁ। ଆମମାନେ ମନେ ରଖିବା କି ଆମ ଅନ୍ତରେ, ଆମ ମଧ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ଆଉ ସେ ସତ୍ୟ, ସେ ଜୀବନ୍ତ ପ୍ରଭୁ ଅଟନ୍ତି। ଏଣୁ ଆମମାନଙ୍କୁ ସତ୍ୟ ପ୍ରତି ଶ୍ରଦ୍ଧା ଭାବ ଯୋଉମାନେ ବହନ୍ତି ପରିତ୍ରାଣ ପାଇବେ। ବହୁତ ଭଲ କଥା। ମିଥ୍ୟା ଠାରୁ ନିଶ୍ଚିତ ଭାବରେ ସେମାନେ ଦୂରରେ ରହିବେ। ସତ୍ୟକୁ ଯଦିଓ ପ୍ରାଧାନ୍ୟ ଦେବେ, ମୁଁ ଜଣେ ବିଶ୍ୱାସୀ, ମୋ ପ୍ରଭୁଙ୍କୁ ପାଇବା ଜଣେ ବ୍ୟକ୍ତି, ମୋ ଜୀବନରେ ମିଥ୍ୟା କେବେ ପରିପ୍ରକାଶ ନ ହଉ। ମୁଁ ଯାହା ଦ୍ୱିତୀୟ କରନ୍ତି ତାର 3 ପର୍ବର 3 ପଦର କଥା ଆପଣ ମାନଙ୍କୁ କହୁଥିଲି, ତାହା ଆଧ୍ୟାତ୍ମିକ ଭାବରେ ଆମେ ପ୍ରତ୍ୟେକ ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ପତ୍ରଠୁ, ଏଇ ଜଗତ ମଧ୍ୟରେ ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ପତ୍ରଠୁ, ତେବେ ଆମ ଜୀବନ ଏଇ ଜଗତ ମଧ୍ୟରେ କଣ ପ୍ରକାଶ କରୁଅଛି ତାହା ଆମମାନଙ୍କ ପାଇଁ ବହୁତ ଚିନ୍ତାର ବିଷୟ ଅଟେ। ଯୋଉ ଲିଖିତ ପତ୍ର ଆମମାନେ ଅଟୁ, ଆଉ ଏଇ ଲିଖିତ ପତ୍ରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷିୟ ରକ୍ତ ଦ୍ୱାରା ଲିଖିତ ପତ୍ର ଏହା ଅଟେ। ପୁଣି ଦ୍ୱିତୀୟରେ କେବଳ ତାହା ଆମମାନଙ୍କୁ ଗୋଟାଏ କାଗଜରେ ଲେଖିଦେଇ ପକେଟରେ ଧରିବା ପାଇଁ କୁହାଯାଇ ନାହିଁ। ଏଇ ମାଂସମୟ ହୃଦୟର ଫଳକରେ ଲିଖିତ ପତ୍ର ତାହା ଅଟେ। ଯଦି ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଲିଖିତ ପତ୍ର ଅଟୁ, ଏ ମାଂସମୟ ଫଳକରେ ଲିଖିତ ପତ୍ର ଅଟୁ, ଆମମାନଙ୍କ ମଧ୍ୟରେ ପ୍ରତିଟି ଅବସ୍ଥା ମଧ୍ୟରେ ସତ୍ୟତା ପ୍ରକାଶ ପାଇବା ନିହାତି ଆବଶ୍ୟକ ରହିଅଛି। ପ୍ରତି ଅବସ୍ଥାରେ ଆମେ ସତ୍ୟତାକୁ ବିଶେଷ ଗୁରୁତ୍ୱ ଦେବାକୁ ପଡିବ। ହଁ ଚଳିଯିବ, ଏହା ହେଇପାରିବ ନାହିଁ। କାରଣ ପ୍ରଭୁଙ୍କ ବାକ୍ୟ ମାନଙ୍କୁ କୁହେ ନା, ସେମାନେ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ସତ୍ୟତା ପ୍ରତି ଶ୍ରଦ୍ଧା ଭାବ ବହି ନାହାନ୍ତି। ସତ୍ୟତା ସହିତ ପରିତ୍ରାଣର ବହୁତ ସମ୍ପର୍କ ରହିଅଛି। ଏହା ଆମମାନଙ୍କୁ ସ୍ୱୀକାର କରିବାକୁ ହବ। ହୁଏତ ଆମମାନେ ପରିତୃପ୍ତ ହେଇଯାଇପାରୁ, ହଁ ମୁଁ ସତ୍ୟରେ ଅଛି, ମୁଁ ପରିତ୍ରାଣ ପାଇପାରିଛି ବୋଲି, ପରିତ୍ରାଣ ପାଇଛି ବୋଲି ମଧ୍ୟ, କିନ୍ତୁ ଆମମାନଙ୍କ ଜୀବନରେ ମିଥ୍ୟା ଭରପୁର ଭାବରେ କାର୍ଯ୍ୟ କରୁଛି। ମିଥ୍ୟାକୁ ଆମଙ୍କ ଜୀବନରେ ଘୃଣା କରୁନାହୁଁ। ମିଥ୍ୟାକୁ ଆମ ଜୀବନରେ ସ୍ଥାନ ଦେଇ ଚାଲିଛୁ। କାରଣ ଯୋଉ ବ୍ୟକ୍ତି ମିଥ୍ୟାକୁ ସ୍ଥାନ ଦିଏ, ମିଥ୍ୟା ଉପରେ ଭରସା ରଖେ, ସତ୍ୟ ତା ପାଖରେ ରହିବ ନାହିଁ। ସାଧାରଣ 2ଟି ଅକ୍ଷର, ସାଧାରଣ ଗୋଟିଏ ଶବ୍ଦ ସତ୍ୟ, କିନ୍ତୁ ଏହା ଆମ୍ଭମାନଙ୍କର ଜୀବନକୁ, ଆମମାନଙ୍କର ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ ଭ୍ରଷ୍ଟ କରିଦେଇଥାଏ। ତେଣୁ ପ୍ରିୟ ଉପାସକ ମଣ୍ଡଳୀ, ଆମମାନେ ସତ୍ୟ ପ୍ରତି ଶ୍ରଦ୍ଧା ଭାବ ବହିବା, ଏଇଥିପାଇଁ ପରିତ୍ରାଣ ଆମମାନେ ଯେଭଳି ପାଇବା। ତେବେ ଆସନ୍ତୁ, এই ସମୟରେ ମୁଁ ଗୋଟେ ଅଂଶ ରଖିବି ଆପଣମାନଙ୍କ ନିକଟରେ। ଯୋହନ ତାର 8 ପର୍ବର 32 ପଦ। ଯୋହନ 8 ପର୍ବର 32 ପଦ। ମୁଁ ପଢିବି। ପୁଣି ତୁମ୍ଭେମାନେ ସତ୍ୟ ଜ୍ଞାତ ହବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ। ଏଠି ଆମମାନେ ଯୀଶୁ କହିଥିବା এই ଉକ୍ତିଟି ଦେଖିବାକୁ ପାରୁଛୁ ନା କଣ ଆମମାନଙ୍କୁ କୁହାଯାଇଛି? ତୁମ୍ଭେମାନେ ସତ୍ୟ ଜ୍ଞାତ ହବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ। ଆଉ ସତ୍ୟ ମଧ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
लुकायित मध्य अच्छे आम को स्वीकार करने को हम कारण प्रभु निजे कहले जोहन लिखित मंगल सुसमाचार तार 14 पर्वर 6 पद अति परिचित अंशटी यह आंभ मान अटे ता जीशु कहले मु सत्य ख्रिस्टियान मानक गोटे गोटे भाषा एमिति अछि ताहा जगतर भाषा सहित तुलनात्मक केबे होई पारिबो नाही जगतर भाषा सहित केबे तुलनात्मक होई पारिबो नाही मु कहिबाकु चाहे परित्राण कहिले सरल अर्थरे उद्धार को बुझा जाए परित्राण कहले सरल अर्थरे उद्धार को बुझा जाए किंतु यही परित्राण एवं जगत रे व्यवहार होतिबा शब्द उद्धार सहित केबे तुलना करा जाई पारिबो नाही तेबे ए सत्य मध्य आंभ मानकर प्रभु जीशु ख्रीष्ट अछंती या आंभ मान को स्वीकार करने को हबो आमे जेते बेले जे कोनसे स्थान रे परिस्थिति आसिले सत्यता मध्य रहू सेते बेले प्रभु जीशु ख्रीष्ट आंभ मानक मध्य से सत्यता को परिप्रकाश करिबा पाए आमान को मध्य से कार्य करिथांती सत्यता मध्य आम जीवन काटू से प्रभु जीशु ख्रीष्ट आंभ मान मध्य रही से सत्यता मध्य जीवन काटिबा से देई थांती एणु एठी आम देखा पारिछु पुणी तुम्भी माने सत्य ज्ञात हब वास्तविक भाव में सत्य को ज्ञात हवा जानिबा हृदय रे अनुभव करिया अर्थात जीशु को जानिबा जीशु को हृदय रे अनुभव करिया जीशुंकर कर्तृत्व को जीवन रे बुझिबा पाए जो माने एई सत्य को ज्ञात होंती आ सेई सत्य ही से मान को मुक्त करिवो कोठु मुक्त करिवो अनेक कथा रही अछि आमाने से कथा आलोचना करिया पाए जीवा नहीं एई सत्य आंभ मान को जगतर समस्त पाप मंदता कलुषितता प्रत्येक विषय से आंभ मान को मुक्त करिवो जदि आमाने प्रभु जीशु ख्रीष्ट को ग्रहण करिछु से सत्य को आमाने जानियछु हृदयंगम करियछु अनुभव करियछु तेबे सही सत्य ही आंभ मान को मुक्त करिवो जो समस्त परिस्थिति अनेक समय आसे आ मु कहिबा पई चाहिबी अनेक कथा वाक्य रे लिखा अछि सैद्रक मैस्रक ओबेद्रक दानिएलंकर कथा जुदी आमाने चिंता करिबा सत्यता मध्य से माने रहिले सेमानक मध्य ना मिथ्या कथा थिला ना मिथ्या आचरण थिला आमाने किछि देखि पारु ना हो 60 हाथर प्रतिमा को प्रणाम करिबा पई कुहा गले मध्य से माने सत्यता को परिप्रकाश करूछंदी ना आमे प्रणाम करि पारु ना आमे अग्नि रे जली गले जली जीवु पछे आमे से 60 हाथर प्रतिमा को प्रणाम करिबा ना हो एहा होची सत्यता को परिप्रकाश करिबा दानिएल को 3 थर प्रार्थना करिबा पई बारण करा गला से कौन सी विषय को खातिरी न करी पूर्वे जेभली करथिले तदनुसार से 3 थर प्रार्थना करिबारु केबे विरत होई नाहंती ताहा होची सत्यता को परिप्रकाश करिबा विषयटे आ से सत्यता से मान को मुक्त कला सैद्रक मैस्रक ओबेद्रक को अग्निकुंडरु से सत्यता मुक्त कला दानिएल को सिंहर मुखरु प्रिय उपासक मंडली आमान को भाई चिंतार विषय यह अटे एई सत्यता को आमान को जीवन काल रे बजेई रखिबा निहाती आवश्यकता रही अछि जो सत्यता को आमने ज्ञात होइछु आमने ज्ञात होई सारिछु प्रिय उपासक मंडली किंतु एई सत्यता द्वारा मुक्त होबा पई आमान को जीवन रे प्रस्तुति निहाती आवश्यक सत्यता द्वारा आमने मुक्त होबा सत्यता द्वारा जहाँ आमने ज्ञात होइछु आमने सत्य से सत्य द्वारा आमने मुक्त हबा को पड़िबो
तेणु एई जगतरे आम्भ मानकर जीवनर अवशिष्ट समय को सत्य प्रति श्रद्धा भाव बहिबा तो अनेक समय आमने जागतिकता विषय गुड़िक प्रति श्रद्धा भाव बही थाउ किछि समय पाए किछि मुहूर्त पाए किंतु एई सत्यता को प्रतिटी अवस्था रे आमान को श्रद्धा बहिबा हबो प्रतिटी अवस्था रे तेणु आमने एटी देखिबा को पारुछु सत्य पुणी तुम्हें माने सत्य ज्ञात हबो ओ सेही सत्य तुम्भ माननकु मुक्त करिबो एणु प्रिय उपासक मंडली आमे सेही सत्य को ज्ञात हो अर्थात प्रभु जीशु ख्रीष्टंकर वास्तवता को आमने ज्ञात हबा को पड़िबो प्रकृत को आमान को ज्ञात हबा को पड़िबो आउ तेबे निश्चित भावरे एही सत्य आम्भ मान को अनेक समय रे एही जगतर सबु प्रकार पाप कलुषितता ठारू आमान को मुक्त करिबो जणे परित्राण विहीन व्यक्ति जेतेबेले प्रभु को जानिबा पई चाहे सत्य जानिबा पई चाहे सत्य जानी सारिला परे से प्रभुଙ୍କ निकटरे जेतेबेले निजको समर्पण करे स्वीकारोक्ति अनुसार आउ जो कर्म द्वारा से दिने कर्म अनुसार दंड भोगिबार थिला एई सत्य ज्ञात होबा द्वारा सेही सत्यता को से समस्त दंडरु मुक्त करुछि आ अनेक कारण रही अछि ता हम व्याख्या करिबा पई चाहू नै तबे आसंतु हमने द्वितीय विषय चिंता करिबा पई जिबा सेही जोहन लिखित मंगल सुसमाचार तार 17 पर्वर 17 पद मु अध्ययन करिबी सत्य द्वारा सेमान को पवित्र कर तुम्भर वाक्य तो सत्य प्रिय उपासक मंडली मु याकु दुईटी विषय रे कहिबी एक तो प्रभु जीशु ख्रीष्ट सत्य अटंती सेही सत्य द्वारा आमे पवित्र होचु एहा होची प्रथम कारण किंतु बेले बेले गोटे गोटे परिस्थिति आसे कि आमान को सेठी सत्य कहिबा को हेले किछि क्षति घटिबा को पड़े सत्य कहिबा को हेले किछि दुख मध्य निंदा मध्य अपमान मध्य आवश्यक स्थले माड मध्य खाइबा को पड़े को द्वारा सत्य द्वारा तबे एठी आमान को कुहा जाए सत्य द्वारा आमे पवित्र हेउछु तुमर वाक्य तो सत्य तुमर वाक्य तो सत्य अनेक समय रे आमने सत्य आगर जदियो हारी जाउछु आमे पवित्र हेई पारु ना हो आमे पवित्र हेई पारु ना हो एणु प्रिय उपासक मंडली प्रभु आमान को विशेष करी आशीर्वाद करंतु प्रभुଙ୍କ वाक्य आज आमान को कहे सत्य द्वारा सेमान को पवित्र कर जदियो आमे कोनोसी स्थान रे कोनोसी विषय रे कोनोसी माध्यम रे एई सत्यता आगरे एई सत्यता को सम्मुख रे न रखी कोनोसी विषय आगरे जदियो मुंड नुआई देउछु आमने सत्यता को पछरे पकैलु तार प्रमाण एवं आमने आउ पवित्र होई पारिलु ना हो तार प्रमाण एणु आमे आम व्यक्तिगत जीवन रे प्रभु आम मान को सत्यता द्वारा पवित्र करिबा पाए तांको वाक्य मान को कहे सत्य द्वारा से मान को पवित्र कर तुम्हारा वाक्य तो सत्य प्रभुଙ୍କ कार्य साधक वाक्य जीवंत वाक्य सत्य अटे यही सत्य वाक्य जने पालन करिबा द्वारा से आउ पवित्र होई थाए एणु प्रिय उपासक मंडली आमने दुईटी विषय देखिबा को पारिलु आउ सत्य ज्ञात द्वारा सेही सत्य आमान को पापरु मुक्त करे एवं सत्य द्वारा आमे पवित्र हेई थाउ पुणी आ गोटे अंश
ମୁଁ ଆପଣ ମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଯୋହନ ତାର 18 ର 37 ପଦ ମୁଁ ଅଧ୍ୟୟନ କରେ। 18 ର 37 ପଦ। ସେଥିରେ ପିଲାତୋ ତାହାକୁ ପଚାରିଲେ, ତାହେଲେ ତୁମେ କଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ପ୍ରେଜ୍ ଦ ଲର୍ଡ। ଯୀଶୁ ଖ୍ରୀଷ୍ଟ ଏଇଠି କୁହନ୍ତି, ଆଉ ସେଇ ମୁହୂର୍ତ୍ତ ଗୋଟେ ସାଧାରଣ ମୁହୂର୍ତ୍ତ ନଥିଲା। ପିଲାତଙ୍କ ନିକଟରେ ଯେତେବେଳେ ଯୀଶୁ ବିଚାରିତ ହେଉଅଛନ୍ତି, ସେ ମୁହୂର୍ତ୍ତ ଏକ ସାଧାରଣର ମୁହୂର୍ତ୍ତ ନଥିଲା। କାରଣ କିଛି ସମୟ ପରେ ସେ ଅନେକ ଯନ୍ତ୍ରଣା ମଧ୍ୟ ଦେଇ କ୍ରୁଶରେ ମୃତ୍ୟୁ ବରଣ କରିବା ପାଇଁ ଯାଉଛନ୍ତି। କିନ୍ତୁ ସେ ମରିବା ପର୍ଯ୍ୟନ୍ତ ସତ୍ୟକୁ କିଭଳି ଭାବରେ ସେ ପ୍ରାଧାନ୍ୟ ଦେଉଅଛନ୍ତି ଯୀଶୁ ଖ୍ରୀଷ୍ଟ ଏଇଠି ଆମେ ଦେଖିବାକୁ ପାରୁଛୁ। ମୁଁ ଏଠି କୁହନ୍ତି ଯୀଶୁ, ମୁଁ ଜଣେ ରାଜା ନୁହେଁ, ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ। ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଲେ। ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶରେ ମୃତ୍ୟୁ ବରଣ କଲେ। ପ୍ରିୟ ଉପାସକ ମଣ୍ଡଳୀ, ତାଙ୍କର ଅନୁକାରୀ ମୁଁ ଏବଂ ଆପଣମାନେ ଅଟୁ। ତାଙ୍କର ଅନୁଗମନକାରୀ ମୁଁ ଏବଂ ଆପଣମାନେ ଅଟୁ। ପ୍ରଭୁଙ୍କ ବାକ୍ୟ ଆମ୍ଭମାନଙ୍କୁ କୁହାଯାଏ ନା ଯୀଶୁଙ୍କର ସ୍ୱଭାବ ନେଇ ଏଇ ଜଗତ ମଧ୍ୟରେ ଜୀବନ କାଟିବା ପାଇଁ। ଯୀଶୁ କହିଲେ, ଜଗତରେ ତୁମ୍ଭମାନଙ୍କ ପାଇଁ କ୍ଲେଶ ଅଛି, କିନ୍ତୁ ମୁଁ ଜଗତକୁ ଜୟ କରିଅଛି। ଆମମାନଙ୍କୁ ଜଗତରେ ଜୟ କରିବା ହେଲେ ଏ ସତ୍ୟତା ପ୍ରତି ଶ୍ରଦ୍ଧା ଭାବ ବହିବାକୁ ହେବ। ସତ୍ୟକୁ ଗୋଟେ ଖାମଖିଆଲ ଭାବରେ ଆମେ ନେବା ନାହିଁ। ଗୋଟିଏ ମୁଖରେ ଯୋଉ ମିଥ୍ୟା କହିଥାଉ, ସେଇ ମୁଖ୍ୟରେ ମୁଁ ସତ୍ୟବାଦ ବୋଲି ସ୍ୱୀକାର କରିବା ବହୁତ କଷ୍ଟକର ବିଷୟଟେ। ପ୍ରିୟ ଉପାସକ ମଣ୍ଡଳୀ, ତେଣୁ ପ୍ରଭୁ ଆମମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆମମାନେ ଯୀଶୁ ଖ୍ରୀଷ୍ଟ ଯେଭଳି ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଏଇ ଜଗତରେ ଅବତୀର୍ଣ୍ଣ ହୋଇଥିଲେ, ଆଉ ସେ ତାଙ୍କର ଜନ୍ମ କାଳରୁ ସୁସମାଚାର ଆରମ୍ଭରୁ ତାଙ୍କର କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ସେ ସତ୍ୟରେ ହିଁ ରହିଲେ, ସତ୍ୟରେ ହିଁ ରହିଲେ। ଏଣୁ ଆଜି ମୁଁ ଏବଂ ଆପଣମାନେ ଏଇ ଜଗତ ମଧ୍ୟରେ ତାଙ୍କର ଅନୁକାରୀ ଏକ ଏକ ବ୍ୟକ୍ତି ଅଟୁ। ଯୀଶୁଙ୍କ ସ୍ୱଭାବ ଧରିବି, ପଛେ ଚାଲିବି। ଯୀଶୁଙ୍କ ସ୍ୱଭାବ ଧରିବି, ତାହାଙ୍କ ପରି ଜଗତେ ଜୀବନ ମୁଁ କାଟିବି। ଯୀଶୁଙ୍କ ସ୍ୱଭାବ ଧରିବି। ପ୍ରିୟ ଉପାସକ ମଣ୍ଡଳୀ, ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ଅବଶିଷ୍ଟ କାର୍ଯ୍ୟକୁ ପୁତ୍ର ହିସାବରେ ପୁରା କରିବା ପାଇଁ ଏଇ ଜଗତ ମଧ୍ୟରେ ଅଛୁ। ତେବେ ଆମ୍ଭମାନଙ୍କର ଉଦ୍ଦେଶ୍ୟ କଣ ହବ ନା ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବା। ଅର୍ଥାତ୍ ସେଇ ସତ୍ୟ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ତାଙ୍କ ପକ୍ଷରେ ସାକ୍ଷ୍ୟ ଦେଇ ଆମମାନେ ସତ୍ୟରେ ଆଚରଣ କରି ଜଗତ ମଧ୍ୟରେ ବଞ୍ଚିବା ନିହାତି ଆବଶ୍ୟକ। ଶେଷରେ ଗୋଟିଏ ଅଂଶ ମୁଁ ଅଧ୍ୟୟନ କରି କଥାଟା ବନ୍ଦ କରିବା ପାଇଁ ଯିବି। ଦ୍ୱିତୀୟ ପିତର ତାର 2 ପର୍ବର 15 ପଦ ମୁଁ ପଢିବି। ଦ୍ୱିତୀୟ ପିତର 2 ପର୍ବର 15 ପଦ। ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିଓରର ପୁତ୍ର ବିଲିଆମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ।
ଏଠି ଆମେ ଦେଖିବାକୁ ପାରୁଛୁ ସତ୍ୟ ମାର୍ଗ ପରିତ୍ୟାଗ କରିବା ଲୋକମାନଙ୍କର ସ୍ୱଭାବ ଏଠି ଆମେ ଦେଖିବାକୁ ପାରୁଛୁ। ସତ୍ୟ ମାର୍ଗ ପରିତ୍ୟାଗ କରିବାର ତାଙ୍କର କାଳ କଣ ହେଲା ନା ସେମାନେ ବିପଥଗାମୀ ହେଲେ। କାହିଁକି ସେମାନେ ଏହା ହେଲେ ନା ସେମାନେ ଅନ୍ୟାୟ ବେତନର ଲାଳସାକାରୀ। ଆମେ ସମସ୍ତେ ଜାଣୁ ଆଉ ବିଲିଆମର କଥା ମାନେ ସମସ୍ତେ ଜାଣୁ। ଆଉ କିଛି ଉପହାର ପାଇବା ପାଇଁ କିଛି ଅର୍ଥ ପାଇବା ପାଇଁ ବାଲକଙ୍କ ଡାକରାରେ ଈଶ୍ୱରଙ୍କର ମନୋନୀତ ଇସ୍ରାଏଲ ମାନଙ୍କୁ ଅଭିଶାପ ଦେବା ପାଇଁ ସେ ଯାଇଥିଲେ। ହୁଏତ ପରବର୍ତ୍ତୀ ସମୟରେ ତାହା କରିନାହାନ୍ତି, କିନ୍ତୁ ତାକୁ ଆଜି ଅର୍ଥ ଲୋଭରେ ପଡିବା ପାଇଁ କଣ ଲେଖା ଅଛି ଏଠି ଗୋଟେ ନୂତନ ବିଷୟ, ଅନ୍ୟାୟ ବେତନ। ଅନ୍ୟାୟ ବେତନ ଇସ୍ରାଏଲ ମଣ୍ଡଳୀକୁ ଏପଟେ ଅଭିଶାପ ଦେବ ଏବଂ ବାଲକଙ୍କ ଠାରୁ ବେତନ ପାଇବ। ପ୍ରିୟ ଉପାସକ ମଣ୍ଡଳୀ, ପ୍ରଭୁ ଆମମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ମୁଁ ଏବଂ ଆପଣ ମାନେ ଆମମାନଙ୍କର ଅବଶିଷ୍ଟ ଜୀବନ ଯାତ୍ରାରେ, ବିଶ୍ୱସ୍ତ ଜୀବନରେ, ସେବା ଜୀବନରେ ସତ୍ୟତାକୁ ପ୍ରାଧାନ୍ୟ ଦେବା। ଆମେ ଯେତେ ମାତ୍ରାରେ ସତ୍ୟତାକୁ ପ୍ରାଧାନ୍ୟ ଦଉଛୁ, ଯୀଶୁଖ୍ରୀଷ୍ଟ ସେତେ ମାତ୍ରାରେ ପରିପ୍ରକାଶ ପାଉଅଛନ୍ତି। ଆମର ସତ୍ୟତା ଏଇ ହୃଦୟ ଫଳକରେ ଯାହା ସବୁ ଲିଖିତ ହୋଇଅଛି ତାହାକୁ ଲୋକମାନଙ୍କ ଆଗରେ ପରିପ୍ରକାଶ କରୁଛନ୍ତି। ତାହା ଜାଗତିକତା ମନୁଷ୍ୟମାନେ ତ ପଢି ପାରୁନାହାନ୍ତି, କିନ୍ତୁ ଜାଗତିକତା ମନୁଷ୍ୟମାନେ ଆମର ଆଚରଣ ଦ୍ୱାରା, କଥାବାର୍ତ୍ତା ଦ୍ୱାରା, କାର୍ଯ୍ୟକଳାପ ଦ୍ୱାରା ଏଇ ମାଂସମୟ ହୃଦୟରେ ଲିଖିତ ପତ୍ରକୁ ପଢି ସ୍ୱୀକାର କରୁଛନ୍ତି, ଯାହା ହଉ ଏ ଜଣେ ଭଲ ଲୋକ ବୋଲି ସ୍ୱୀକାର କରନ୍ତି, ଇଏ ଖ୍ରୀଷ୍ଟିଆନ ଲୋକ ବୋଲି। ତେଣୁ ପ୍ରଭୁ ଆମମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆମେ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ସତ୍ୟ ପ୍ରତି ଶ୍ରଦ୍ଧା ଭାବ ବହୁ ସତ୍ୟ ଦ୍ୱାରା ମହାପରିତ୍ରାଣ ପାଇବା ପାଇଁ ପ୍ରଭୁ ଆମ୍ଭମାନଙ୍କୁ ତାଙ୍କରି ଅନୁଗ୍ରହ ଆଶୀର୍ବାଦ ପ୍ରଦାନ କରନ୍ତୁ। ପ୍ରଭୁ ଆଜିର ଏହି ସଂକ୍ଷିପ୍ତ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଯାହା କିଛି ବାକ୍ୟ କହୁ କହୁ ତ୍ରୁଟି ଅଛି ଦୟାରେ କ୍ଷମା କରିବେ ଏବଂ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ। ନମସ୍କାର। ଧନ୍ୟବାଦ ଆଜ୍ଞା। ଆଜିକାର ବାକ୍ୟ ଅତି ଗୁରୁତ୍ୱପୂର୍ଣ୍ଣ, ତତ୍ ସହିତ ଅତି ହୃଦୟସ୍ପର୍ଶୀ ଥିଲା। ଆଉ ବର୍ତ୍ତମାନ ଯୁଗରେ ସତ୍ୟତାରେ ଚାଲିବା ଅତି ବିପଦପୂର୍ଣ୍ଣ ଅଟେ। ଆଉ ବର୍ତ୍ତମାନ ଜଗତ ମିଥ୍ୟାରେ ହିଁ ପରିଚାଳିତ ହଉଛି, କିନ୍ତୁ ପ୍ରଭୁଙ୍କର ବାକ୍ୟ ଦ୍ୱାରା ମାନେ କିପରି ସତ୍ୟତାରେ ଚାଲିବା ସେ ନିମନ୍ତେ ଆଜି ଆପଣ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଆମକୁ ପ୍ରଦାନ କରିଛନ୍ତି। ସେଥିପାଇଁ ପୁନର୍ବାର ନିଶ୍ଚିତ ତରଫରୁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଏ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ନମସ୍କାର ନମସ୍କାର। ବର୍ତ୍ତମାନ ଆମେ ପ୍ରାର୍ଥନା କରିବା। ଆଉ ଆଜିକାର କାର୍ଯ୍ୟକ୍ରମରେ ମଧ୍ୟସ୍ଥି ପ୍ରାର୍ଥନାରେ ପର ଆଜ୍ଞା କଢେଇ ନେଲେ ହୋଷ୍ଟ ଆଜ୍ଞା, ତ ସହିତ ଆଉ ଗଜେନ୍ଦ୍ର ପରିବାର ସେମାନେ ଆରାଧନା କଲେ ଏବଂ ଆମମାନଙ୍କର ଅତି ପ୍ରିୟ ପାଳକ ଦାଉଦ ଜେନା ଆଜ୍ଞା ଆଜି ଅତି ଗୁରୁତ୍ୱପୂର୍ଣ୍ଣ ବାକ୍ୟ ପ୍ରଦାନ କରିଛନ୍ତି ଆଜ୍ଞାଙ୍କ ନିମନ୍ତେ, ତାଙ୍କର ଆବଶ୍ୟକତା ନିମନ୍ତେ, ତାଙ୍କର ଶରୀର ନିମନ୍ତେ, ତାଙ୍କର ସେବା କାର୍ଯ୍ୟ ନିମନ୍ତେ ଆମମାନେ ପ୍ରାର୍ଥନା କରିବା। ଆଉ ଆରାଧନା କରିଥିବା ପରିବାର ନିମନ୍ତେ ଆମମାନେ ପ୍ରାର୍ଥନା କରିବା, ତତ୍ ସହିତ ଉପସ୍ଥିତ ଥିବା ସମସ୍ତଙ୍କର ଆବଶ୍ୟକତା ନିମନ୍ତେ, ପୁଣି ଉପସ୍ଥିତ ଥିବା ସମସ୍ତେ ଯେପରି ପ୍ରଭୁଙ୍କର ସତ୍ୟତାରେ ପରିପୂର୍ଣ୍ଣ ହୋଇ ଆଗକୁ ବଢିବେ ସେ ନିମନ୍ତେ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ଶସ୍ୟ ପାରାଡ ଆଜ୍ଞା ଅଛନ୍ତି। ପ୍ରେଜ୍ ଦ ଲର୍ଡ ଆଜ୍ଞା।